ସାର୍ ଯେତେବେଳେ ଆମ ସ୍କୁଲକୁ ଆସିଥିଲେ ଆମର ବି କୋର୍ସ ସରିନଥିଲା 9 କ୍ଲାସରେ ବହୁତ ଖରାପ ମାର୍କ ରହିଥିଲା। ତେଣୁକରି ଆମେ ଚାହୁଁଛୁ କି 10 କ୍ଲାସରେ ବି ଆମର ଏଥର ଏକ୍ଜାମ୍ ଯେଉଁ ହେଇଥିଲା ଭଲ ହେଇଥିଲା ସାର୍ଙ୍କ ପାଇଁ। ଆମେ ସାର୍ଙ୍କ ପ୍ରତି ବି ଆମର ବହୁତ ଭଲ ପାଇବା ଅଛି। ସେଥିପାଇଁ ସାର୍ ଆମେ ଚାହୁଁଛୁ ଯେ ସାର୍ ନ ଯାଆନ୍ତୁ, ଆମର ପୁଣି ଆଗକୁ କୋର୍ସ ଆସୁଛି, ଆମେ କ'ଣ କରିବୁ? ସାର୍ ସେଥିପାଇଁ ଆମର ରହିକି କୋର୍ସ ସାରନ୍ତୁ, ଆମେ ସାର୍ଙ୍କୁ ଏତିକି ଅନୁରୋଧ କରିବୁ। ନା ଭଲ ପାଉଛନ୍ତି, କିନ୍ତୁ ସାର୍ ଆମେ ଗୋଟେ ଭଲ ସମ୍ପର୍କ ହେଇଯାଇଛି ସାର୍ଙ୍କର ଆମର, ସେଥିପାଇଁ ଆମେ ଚାହୁଁନୁ ଯେ ସାର୍ ଯାଆନ୍ତୁ ବୋଲି। ସାର୍ ବି ଭଲ ପଢ଼ାନ୍ତି, ମ୍ୟାମ୍ ବି ଯେଉଁ ଆସୁଛନ୍ତି ସେ ବି ଭଲ ପଢ଼ାନ୍ତି, କିନ୍ତୁ ଆମେ ଚାହୁଁଛୁ କି ସାର୍ ଆମର ରୁହନ୍ତୁ। ପ୍ରିୟବ୍ରତ ସାର୍ ଆମର ଯେତେବେଳେ 9th କ୍ଲାସ୍ ହେଇଥିଲା ଅଧା ଅଧି ଯେତେବେଳେ ହେଇଥିଲା ଆମର ପ୍ରିୟବ୍ରତ ସାର୍ ଆସିଥିଲେ। ଆମର ଯେତେବେଳେ କୋର୍ସ କମ୍ପ୍ଲିଟ୍ ହେଇନଥିଲା ଆମର 9th ପରୀକ୍ଷାରେ ଯେଉଁ ଆନୁଆଲ୍ ପରୀକ୍ଷାରେ ଆମର ପରୀକ୍ଷାରେ ଭଲ ହେଇନଥିଲା, ମାର୍କ ବି ଆମର ଏତେ ଆସିନଥିଲା। ଆଉ ଯେତେବେଳେ 10ମ ପରୀକ୍ଷାରେ ଯେଉଁ ଏବେ ହେଉଛି ଆମର ଯେଉଁ IN1 ପରୀକ୍ଷା ହେଲା ଆମର ଭଲ ବି ମାର୍କ ଅଛି। ଆଉ ଏମିତି ଯଦି ଆମର ଗୋଟେ ଭଲ ସାର୍ ଯଦି ଆମ ସ୍କୁଲରୁ ପଳେଇବେ, ଆମର ବି ଆର ମାସ ଆମର ସେପ୍ଟେମ୍ବର ମାସରେ ଆମର ହାପିଏଲି ପରୀକ୍ଷା ଆସୁଛି, ଆମେ କ'ଣ କରିବୁ ଯଦି ଆମର ଏତେ ଭଲ ସାର୍ ପଳେଇବେ? ଆମ ସାଂସ୍କ୍ରିଟ ଟିଚର ବି ଆମର ଏତେ ଭଲ ନାହାନ୍ତି, ଆଉ ଆମର ଏତେ ଭଲ ସାର୍ ଯଦି ପଳେଇବେ, ଆଉ ଯଦି ଏମିତି ଆମ ସ୍କୁଲରେ ସବୁବେଳେ ଏଇ ବାଗିଆ ଅସୁବିଧା ହେବ, ଆମର ବି ଅନ୍ୟ କୋର୍ସ ସବୁବେଳେ ପଛେଇବ। ବହୁତ ବଢିଆ ସାର୍ଙ୍କ ପ୍ରତି ଆମର ଯୋଉ PMC ଫଙ୍କସନ ଯେତେବେଳେ ହେଇଥିଲା ସାର୍ ବି ତାଙ୍କର ବହୁତ ଅଛି, ତାଙ୍କର ଯୋଗଦାନ ବହୁତ ଅଛି। ଆମର ଷ୍ଟେଟ୍ ଲେଭେଲ ବି ଆମର ପିଲା ଯାଇଛନ୍ତି। ଆଉ ଏମିତି ସାର୍ ଆମ ଯଦି ପଳେଇବେ ଆମ ସ୍କୁଲ ଏମିତି ପୁରା ଖରାପ ହେଇଯିବ। ଛୁଆ ଆମର ଆନୁଆଲ ପରୀକ୍ଷା ବି ଏଥର ଆସୁଛି, ଆଉ ସାଂସ୍କ୍ରିଟ ସାର୍ ଯଦି ପଳେଇବେ ଆମ ଛୁଆ କ'ଣ କରିବେ? ଆଉ ପଢିବାର ଅସୁବିଧା ହବ। ସାର୍ ହେଉଛି ଆମର ଜଣେ ହେଉଛି ସଂସ୍କୃତ ଟିଚର, ବର୍ତ୍ତମାନ ବର୍ଷେ 9 ମାସ ହେଲାଣି ବର୍ତ୍ତମାନ ହେଉଛି ଜଏନ୍ କରିଛନ୍ତି। ସେଥିପାଇଁ ତାଙ୍କୁ ବର୍ତ୍ତମାନ ଟ୍ରାନ୍ସଫର କରାଯାଇଛି। ଆମେ ସାର୍ଙ୍କୁ କହୁ ଚାଲ ଆମେ ତାଙ୍କର କ୍ୟାନସଲ୍ କରିକି ଆମର ସେ ସାର୍ ଭଲ ସାର୍, ପିଲାମାନଙ୍କୁ ଭଲ ବୁଦ୍ଧି ଦେଉଛନ୍ତି, ଭଲ ଆକ୍ଟିଭ କରୁଛନ୍ତି। ସିଏ ବି ନେଇକି ଆମର ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରୁ ବର୍ତ୍ତମାନ ଷ୍ଟେଟ୍ ସ୍ତରରୁ ଯାଇକି ଆମର ପୁରସ୍କାର ଗ୍ରହଣ କରିଛନ୍ତି ବିଭିନ୍ନ ଆକ୍ଟିଭ କାର୍ଯ୍ୟକ୍ରମ ମୂଳରେ। ସେଥିପାଇଁ ସେ ସାର୍ଙ୍କୁ ଛାଡ଼ିବା ପାଇଁ ଆମେ କ'ଣ, ଆମ ପିଲାମାନେ କ'ଣ, ଆମର ଗ୍ରାମବାସୀ ବୃନ୍ଦମାନେ ଆମେ ଚାହୁଁନୁ ଯେ ଏମିତିଆ ସାର୍ଙ୍କୁ ଜଣଙ୍କୁ ହରାଇବା ପାଇଁ। ସେଥିପାଇଁ ଆମେ ସାର୍ଙ୍କୁ ଅବରୋଧ କରୁଛୁ। କାଲି ଡିଓ ସାର୍ଙ୍କୁ ଯାଇଥିଲୁ, ଦେଖା କରିକି ଆସିଛୁ, ଡିଓ ପାଖରୁ ପରାମର୍ଶ ନେଇଥିଲା, କିନ୍ତୁ ଡିଓ ଆମକୁ ଯେଉଁ ରକମ ବ୍ୟବହାର କଲେ, ମୁଁ ଶୁଣିବିନି, ମୁଁ କ୍ୟାନସଲ୍ କରିବିନି, ତମେ ଯାଅ କ'ଣ କରିବାର ଅଛି କର। ଏମିତି ଆମକୁ 6-7 ଜଣଙ୍କୁ ଯାଇଥିଲୁ, ଏମିତି ବ୍ୟବହାର କଲେ। ସେମିତି ଆମକୁ ଲାଗିଲା ଯେ ସେ ଡିଓ ସାର୍ ବି ପଇସାର ଖେଳ, ତା ସହିତ ବି ଆମର ଯେଉଁ HM ସାର୍ ଅଛନ୍ତି ସିଏ ବି ପଇସାର ଖେଳ କରିଛନ୍ତି। 2 ଜଣ ମିଶିକି ପଇସା କାରବାର କରିକି ସେ ସାର୍ଙ୍କୁ ବିଦା କରୁଛନ୍ତି। ଆମେ ଯେହେତୁ କହୁଛୁ ନା ସେ ସାର୍ ଆମର ଦରକାର, ଡିଓ ସାର୍ଙ୍କୁ ଆମ ହେଡମାଷ୍ଟର ଯାଉନାହାନ୍ତି କି ଦେଖା କରୁନାହାନ୍ତି କି କଲେକ୍ଟରକୁ କାହାରିକୁ ଯାଉନାହାନ୍ତି। ନ ଯିବାର କାରଣ କ'ଣ? ଏ ସାର୍ ତାର ନିହାତି କୋଉଠୁ ପଇସା ପତ୍ର ଖାଇକି ଚାପିକି ବସିଛନ୍ତି। କାଲି ବି ଆମେ କରିଥିଲୁ 4ଟା ପାଖରୁ ରାତି 11ଟା ପର୍ଯ୍ୟନ୍ତ ତାଲା ପକେଇ ବସିନୁ। ସାର୍ କୌଣସି ପଦକ୍ଷେପ ନେଉନାହାନ୍ତି କି ଉପର ସ୍ତରର କାହାକୁ ଡାକୁନାହାନ୍ତି କି ଏ କଥା ସମାଧାନ କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ଆଜି ବି ଆମେ ସକାଳୁ ବସିକି ସ୍କୁଲ ଗେଟ୍ ତାଲା ପକେଇଥିଲୁ। ଯେହେତୁ ଆମର ପିଲାମାନେ ଛୋଟ ଛୋଟ ପିଲାମାନେ ଖରାରେ ଏଠି ହଇରାଣ ହେଉଥିଲେ, ସେଥିପାଇଁ ଆମେ ସାର୍ ମାନଙ୍କୁ ଟିଚର ମାନଙ୍କୁ ପିଲାମାନଙ୍କ ଭିତରକୁ ଛାଡ଼ି ଦେଇକି ଆମେ ହେଡମାଷ୍ଟରକୁ କହିଛୁ ଯେ ଆପଣ ଯାଆନ୍ତୁ, ଆପଣ ଉପର ଅଫିସ ସବୁବେଳେ କହୁଛନ୍ତି, ମୋ ପୁଅ ଉପର ଅଫିସର କଥା ନ ମାନିକି ତ ଆପଣ କିଏ? ଆପଣଙ୍କ କଥା ମାନିବ। ଆମେ କ'ଣ ଏଠି କ'ଣ ଦରମା ଦେଇକି ଚାକର ରହିଛୁ? ଆମକୁ ଲୋକ ପ୍ରତିନିଧି କରିକି ରଖିଛନ୍ତି ଭିତରେ, ଆମକୁ ସ୍କୁଲ ପରିଚାଳନା କମିଟି ମାନେ ଆମେ ଚଳେଇବା ପାଇଁ। ତାମାନେ ଆମେ ସବୁବେଳେ କ'ଣ ନିର୍ଯାତନା ହଉଥିବୁ ଡିଓ ପାଖରୁ, ବିଓ ପାଖରୁ, କଲେକ୍ଟର ପର୍ଯ୍ୟନ୍ତ? ତମେ କିଏ ସେ? ତାମାନେ ଆମର ଯଦି କିଛି ଭ୍ୟାଲୁ ନାହିଁ, ତାହେଲେ କମିଟି ରହିଛି କାହିଁକି? କମିଟିକି ରଖିଛନ୍ତି କାହିଁକି? କମିଟିକି ତାହେଲେ କ୍ୟାନସଲ୍ କରିଦିଅନ୍ତୁ। ଆମର ତାର ନିଜସ୍ୱ କିଛି ନାହିଁ। ଆମ ପିଲାଙ୍କ ପାଇଁ ଆମେ କିଛି କରିବୁନି। ହେଡମାଷ୍ଟର 11ଟାରେ ଆସିବେ, 2ଟାରେ ଆସିବେ। ଆମେ 5 ବର୍ଷ, ମୁଁ ବି ଆଗରୁ ଗୋଟେ ଥିଲି, କମିଟି ମେମ୍ବର ଥିଲି। ସେଠି ଦେଇ ଜୁତା ଘୁରିଗଲା, କୌଣସି ପଦକ୍ଷେପ ନେଲେ ନାହିଁ। ପକ୍କା ବଦମାସ ଡିଓ ସାରେ। ଡିଓ ଜଗବନ୍ଧୁ ସାହୁ 2 ଜଣ ପକ୍କା ବଦମାସ। ପଇସା ଖାଇ ପାଖକୁ ସେମାନେ କିଛି ଭଲ କଥା ଶିଖିବା ପାଇଁ, ଭଲ ଆକ୍ଟିଭିଟି କରିବା ପାଇଁ, କିନ୍ତୁ ମ୍ୟାଡାମ ଯୋଉ ରକମ ରିଲ କରିକି ଛାଡୁଛନ୍ତି, ଏକଥା ବିଓ ସାର୍ କି ଡିଓ ସାର୍ଙ୍କୁ ଦେଖାଇଲେ ବି ସେମାନେ ପ୍ରସ୍ତୁତ ନୁହନ୍ତି। କ'ଣ ପାଇଁ? ତାଙ୍କର କିଛି ଡିଫଲ୍ଟ ଅଛି ବୋଲି ସେ ମ୍ୟାଡାମକୁ ଏଠିକି ପୋଷ୍ଟିଂ ଦେଇଛନ୍ତି। ଯେହେତୁ କହୁଛି ତମେ ଯାଅ ଦଙ୍ଗା କର, ହଙ୍ଗା କର, ମୋର କୌଣସି ଆପତ୍ତି ନାହିଁ। ହେଲା, ବଦଳିବା କାରଣ ନିଏ ଡିଓ ସାର୍ ପଇସା ଖାଇଛନ୍ତି। ଡିଓ ସାର୍ ପଇସା ଖାଇଛନ୍ତି, ସେଥିପାଇଁ ସେ ମ୍ୟାଡାମକୁ ଏଠିକି ପଠେଇଛନ୍ତି। ତାପରେ ଏ ସାର୍ଙ୍କୁ ସେଠିକି ପଠଉଛନ୍ତି। ଦରକାର ହେଇଥିଲେ ବି ଏ ମ୍ୟାଡାମକୁ ଅଲଗା ବ୍ଲକକୁ ପଠେଇ ପାରିଥାନ୍ତେ, ନ ପଠେଇକି ଏଠିକି ପଠେଇବାର କାରଣ କ'ଣ? ଯେହେତୁ ଏ ମ୍ୟାଡାମଙ୍କର ଗୋଟେ ଚିହ୍ନା ପରିଚୟ କି ବନ୍ଧୁଘର ଭଣ୍ଡାରୀପୋଖରୀ ବ୍ଲକରେ ଅଛି, ସେଥିପାଇଁ ସେ ମ୍ୟାଡାମ ଭଣ୍ଡାରୀପୋଖରୀ ବ୍ଲକରେ ରହିବେ। ଏଠି ରୋହଣିଆର ସ୍କୁଲର
ମାନେ କାର୍ଯ୍ୟ କରିବେ ସେଥିପାଇଁ ରିଲ ବନେଇବେ। ପିଲାଙ୍କୁ ତ ପାଠ ପଢିବାକୁ ଆସିଛନ୍ତି, ରିଲ ବନେଇବାକୁ ଆସିଛନ୍ତି। ଏ ସାର୍ କୁ ବିଦା କରି, ଏ ସାର୍ ଯେତିକି ପରିଶ୍ରମ କରୁଛନ୍ତି ବିଲରେ ଯାଇକି ପିଲାଙ୍କୁ ଧାନ ରୋଇବା ଶିଖଉଛନ୍ତି। ଏଇ ସାର୍ ପିଲାଙ୍କୁ ପାମ୍ପଡ, ଚଟପଟି, ଗୁପଚୁପ ତିଆରି କରିକି ଶିଖେଇକି ଆମ ସ୍କୁଲ ଲେବୁଲ ଫାଷ୍ଟ, ବ୍ଲକ ଲେବୁଲ, ଡିଷ୍ଟ୍ରିକ୍ଟ ଲେବୁଲ ଫାଷ୍ଟ, ଷ୍ଟେଟ ଲେବୁଲ ଫାଷ୍ଟ କରିକି ଆଣିଛନ୍ତି। ଏମିତିଆ ସାର୍ ଆମେ ହରେଇ ଦେଲେ ଆମ ବହୁତ କ୍ଷତି ସ୍କୁଲରେ ହେବେ। ଆଉ ମୋର ପିଲା ଏଠି ସ୍କୁଲରେ ପାଠ ପଢୁଛନ୍ତି। ଆଉ ଆମ ପ୍ରଧାନ ଶିକ୍ଷକ ଜଣେ ଭଲ ସାର୍ଙ୍କୁ ଏଠି ବିତାଡ଼ିତ କରୁଛନ୍ତି, ଯୋଉଥିପାଇଁ ମୋ ମନ ଭିତରେ ଗୋଟେ ସଂକୁଚିତ ଆସିଛି କି ସାର୍ ଏମିତି କରୁଛନ୍ତି କ'ଣ ପାଇଁ, ପ୍ରଧାନ ଶିକ୍ଷକ ଏମିତି କରିବାର କାରଣ କ'ଣ? ନା ଏ ସାର୍ଙ୍କର ଅସୁବିଧା କୋଉଠି ରହୁଛି ସାର୍ଙ୍କ କତିରେ? ନା ସାର୍ଙ୍କ ଭିତରେ କିଛି ଦିନ ପୂର୍ବରୁ ମୁଁ ଶୁଣିଥିଲି ମନମାଳିନ ହେଇଛି କୌଣସି କାରଣରୁ। ସାର୍ ସେଇ ରାଗ ରଖିକି ସାର୍ଙ୍କୁ ବିଦା କରିଦଉଛନ୍ତି ଏ ଭଲ ସାର୍ ଜଣକୁ। ନଚେତ ଖରାପ ସାର୍ ଯୋଉ ଭାବିକି ବିଦା କରୁଛନ୍ତି, ନା ଭଲ ସାର୍ ଭାବି ବିଦା କରୁଛନ୍ତି? ଏ ଯୋଉ ଶିକ୍ଷକ ଜଣକ ଅଛନ୍ତି ଆମ ସାଂସ୍କୃତିକ ସେ ପିଲାମାନଙ୍କ ସହିତ ତାଙ୍କର ସଦ୍ଭାବନା, ଗାର୍ଡିଆନ ମାନଙ୍କ ପ୍ରତି ସୁସମ୍ମାନ ଯେମିତି ରହିବା କଥା ରହୁଛି। କିନ୍ତୁ ସାର୍ ଆମେ ବି ପ୍ରଧାନ ଶିକ୍ଷକଙ୍କୁ ଖରାପ କହୁନୁ, ଆମର ପ୍ରଧାନ ଶିକ୍ଷକଙ୍କ ବିନତି ସାର୍ ଆମକୁ ଅପୋଜିଟ୍ କରୁଛୁ, ଆମେ ବିରୋଧ କରୁନୁ କୌଣସି କଥାରେ। ସାର୍ ଖାଲି ଏତିକି ପ୍ରାର୍ଥନା କଲୁ କି ସାର୍ ଆପଣ ସେ ଯୋଉ ଲେଡିସ୍ ମ୍ୟାଡାମ ଯୋଉ ଆସିଛନ୍ତି ସିଏ ତ ଗେଷ୍ଟ ଟିଚର ହେଇକି ଆସିଥିଲେ, ତାଙ୍କୁ କାହିଁକି ଆପଣ ଏଇ ସ୍କୁଲରେ ରଖିକି ଏ ସାର୍ଙ୍କୁ ବିଦା କରିବାକୁ ଚାହୁଁଛନ୍ତି? ଆମେ ସାର୍ଙ୍କ ପ୍ରତି କାହିଁକି ଆଜି ଏତେ ବିକଳିତା? ନା ଆମ ଏ ସାର୍ଙ୍କ ପ୍ରତି ଆମର ସେତିକି ଭଲ ପାଇବା ସହ ଆମ ପିଲାମାନଙ୍କର ଭବିଷ୍ୟତକୁ ଆମେ ସାମ୍ନାରେ ରଖିକି ଏ ସାର୍ଙ୍କୁ ଏଠି ରଖିବାକୁ ଚାହୁଁଛୁ। ଉପର ଅଫିସର ମାନଙ୍କ ପ୍ରାର୍ଥନା କରୁଛୁ କି ଆମର ଦାବି ଏ ସାର୍ ରୁହନ୍ତୁ, ଏଇ ସ୍କୁଲର ଉନ୍ନତି ପାଇଁ ଏ ସାର୍ ନିଶ୍ଚିତ ଉପଯୋଗୀ। କିନ୍ତୁ ଏଠି ମତେ ଲାଗୁଛି ମୋ ନିଜ ମାଧ୍ୟମରେ ମୁଁ ଜଣେ ଛାତ୍ରର ପିତା ହିସାବରେ କହୁଛି, ଗୋଟେ ମୋ ପିଲାର ଭବିଷ୍ୟତକୁ ନେଇକି ମୁଁ ଆଖି ଆଗରେ ରଖି କହୁଛି କି ଏଠି କିଛି ସେ ସାର୍ଙ୍କୁ ବିତାଡ଼ିତ କରିବା ଉଦ୍ଦେଶ୍ୟରେ କିଛି ଉପର ଅଫିସର ମାନେ ପଇସା ପତ୍ର ଖାଇଛନ୍ତି କି? ନଚେତ କ'ଣ ପାଇଁ ଏତେ ଆମ ବିନତି କାହିଁ ଶୁଣୁନାହାନ୍ତି? ଆମ ସରକାର, ଓଡ଼ିଶା ସରକାର କ'ଣ ଚାହୁଁଛି? ପିଲାମାନଙ୍କର ଭବିଷ୍ୟତ ଚାହୁଁଛି କି ନାହିଁ? ଆଉ ଯଦି ପିଲାମାନଙ୍କର ଭବିଷ୍ୟତ ଚାହୁଁଛି ତାହେଲେ ପିଲାମାନଙ୍କର ଭଲ ସୁଶିକ୍ଷକକୁ ଏଠି ବିତାଡ଼ିତ କରିବାର କାରଣ କ'ଣ? ଏଇ ସ୍କୁଲ ବଦଳି ନା କରିବା? ଏଇ ସ୍କୁଲରେ କ'ଣ ହବା ଉନ୍ନତି?